ନମସ୍କାର ଦର୍ଶକ ବନ୍ଧୁ। ଆଜି ତୋ ପାଇଁ ତୋରି ପାଇଁରେ ଆପଣମାନେ ଦେଖିବାକୁ ପାଇବେ କି ଚିକି ସବୁ କଥା ଯଶୋଦା ମାଆଙ୍କ ଆଗରେ ସାରିଲା ପରେ ଯଶୋଦା ମାଆ ଚିକିର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ପୁଣି ଚିକି କହିବ କି ମମ୍ ମୋତେ ଏମିତି ମ୍ୟାଜିକ୍ କିଛି କରିବାକୁ ପଡ଼ିବ ଯେମିତି ସେ ରୋହିର ଦିମାଗ ଆଉ କାମ କରିବେନି ମମ୍। ତାପରେ ଯଶୋଦା ମାଆ କହିବେ କି ତୁ ଯାହା କରିବୁ ରେ ମାଆ ସବୁ କିଛି ଠିକ୍ କରିବୁ, ଦେବୀ ମାଆ ସବୁବେଳେ ତୋ ସାଙ୍ଗରେ ଅଛନ୍ତି। ତାପରେ ଚିକି କହିବ କି ହଁ ମମ୍, ମମି ଅଛନ୍ତି ବୋଲି ମୋତେ ଆଜି ମୋ ପରିବାର ମିଳିଛନ୍ତି। ସେ ପୁଣି ଏତେ ବର୍ଷ ପରେ ଏବେ ସେ ପରିବାରକୁ ସାଇତି ରଖିବାକୁ ପଡ଼ିବ ମମ୍। ଆଉ ତା ସହିତ ସେ ରୋହିର ଜାଲରୁ ବି ମୋ ବାପାଙ୍କୁ ବି ବଞ୍ଚେଇବାକୁ ପଡ଼ିବ ମମ୍। ତାପରେ ଚିକି ପୁଣି କହିବ କି ମମ୍ କାଲି ହେଉଛି ମାଣବସା, ଆଉ ସମସ୍ତଙ୍କ ନଜରରୁ ମୋତେ ବଞ୍ଚିକି ମୋତେ ସେ ଘରର ବୋହୂ ହିସାବରେ ମୋତେ ସେ ଘରେ ମାଣ ବସେଇବାକୁ ପଡ଼ିବ ମମ୍, ଆଉ ପୂଜା କରିବାକୁ ପଡ଼ିବ। ତାପରେ ଯଶୋଦା କହିବ କି ହେଲେ ମା ତୁ ସେଠି ଏକା ଏସବୁ କେମିତି କରିପାରିବୁ ରେ? ତାପରେ ସେଠି ସୁଗନ୍ଧା ଆସିଯାଆନ୍ତି ଆଉ କୁହନ୍ତି କି କିଏ କହିଲା ମୋ ଝିଅ ଏକା ଅଛି ବୋଲି? ତାପରେ ଚିକି କହିବ କି ମମ୍ ସେ କଥା କ'ଣ କି? ତାପରେ ସୁଗନ୍ଧା କହିବେ କି ମା ପାଖରେ ଝିଅ କ'ଣ ତା ପରିଚୟକୁ ବେଶୀ ଦିନ ରଖିପାରେ? ଆଉ ଏଥିରେ ମୋ ଚିକିର କିଛି ଦୋଷ ନାହିଁ ଯଶୋଦା ଦେବୀ, ଆପଣ ତା ଉପରେ ରାଗନ୍ତୁନି। ତାପରେ ଯଶୋଦା କହିବ କି ହେଲେ ଏଯାଏଁ ମୋତେ ଏତେ ବଡ଼ କଥା କହିନୁ? ତାପରେ ଚିକି କହିବ କି ମମ୍ ମୋତେ ଲାଗିଲା କି ତମେ ମୋତେ ରାଗିବ, ସେଥିପାଇଁ ଆଇ ଏମ୍ ସରି ମମ୍। ତାପରେ ଯଶୋଦା କହିବେ କି ତୁ ବହୁତ ଚାଲାକ ଅଛୁ, ଏମିତି କହି ସବୁବେଳେ ମୋତେ ମନେଇ ଦେଉଛୁ ନା, ତୁ ବହୁତ ଚାଲାକ। ଦି ମାଆଙ୍କ ସାହାଯ୍ୟରେ ଚିକି କ'ଣ ଅଗସ୍ତି ହାଉସରେ ମାଣ ବସେଇ ପାରିବ? ହଁ କି ନା ଜାଣିବାକୁ ହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ତୋ ପାଇଁ ସିରିଏଲର ଅପଡ଼େଟ୍ ପାଇବା ପାଇଁ ହେଲେ ମୋ ଚ୍ୟାନେଲରେ ଯୋଡ଼ି ହେଇ ରୁହନ୍ତୁ।